ରାଜ୍ୟ ରାଜନୀତିରେ କଳାହାଣ୍ଡି ଜିଲ୍ଲାକୁ ନେଇ ଚର୍ଚ୍ଚା ଜାରି ରହିଛି। କଳାହାଣ୍ଡି ଜିଲ୍ଲାର ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟିକା ମନୋରମା ମହାନ୍ତିଙ୍କ ସ୍ୱାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କୁ ନେଇ ରାଜ୍ୟ ରାଜନୀତିରେ କଳାହାଣ୍ଡି ଜିଲ୍ଲା ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଦୁର୍ଗା ପ୍ରସାଦ ମହାନ୍ତି ଓରଫ ମୁନା ମହାନ୍ତି ସ୍ଥାନୀୟ ତହସିଲଦାରକୁ ହତ୍ୟା ଧମକ ଦେଇଥିବା ନେଇ ଥାନାରେ ମାମଲା ଦାୟର ହେବା ପରେ କେସିଙ୍ଗା ପୁଲିସର ଏକ ଟିମ୍ ଯାଇ ଭୁବନେଶ୍ୱର ସ୍ଥିତ ବିଧାୟିକାଙ୍କ ସରକାରୀ ବାସଭବନରେ ମୁନାଙ୍କୁ ଖୋଜାଖୋଜି କରିବା ପରେ ଏହି ଘଟଣା ରାଜ୍ୟ ରାଜନୀତିକୁ ସରଗରମ କରିଦେଇଥିଲା। ବିଜେଡି ଏହାକୁ ଆକ୍ରୋଶମୂଳକ ବୋଲି କହିଥିବା ବେଳେ ବିଜେପି କିନ୍ତୁ ଏହାକୁ ଖଣ୍ଡନ କରିଥିଲା। ଏତେ ସବୁ ମଧ୍ୟରେ ମୁନା ମହାନ୍ତି ଆଗୁଆ ଜାମିନ ପାଇଁ ଆବେଦନ କରିବା, କଳାହାଣ୍ଡି ପୋଲିସ ମୁନାଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କରିବା ପାଇଁ ସ୍ଥାନୀୟ କୋର୍ଟରେ ଆବେଦନ କରିଛନ୍ତି। ଏହାରି ମଧ୍ୟରେ ମୁନାଙ୍କୁ ନେଇ କଳାହାଣ୍ଡି ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଥିବା ବେଳେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ମୁନାଙ୍କ ଉପରେ ବିଷ ଓଗାଳିଥିଲେ। ଏତେ ସବୁ ବାଦ ବିବାଦ ମଧ୍ୟରେ ମଧ୍ୟ ନର୍ଲା ନିର୍ବାଚନ ମଣ୍ଡଳୀର ଲୋକେ କିନ୍ତୁ ନିଜର ପ୍ରିୟ ନେତା ମୁନା ମହାନ୍ତିଙ୍କ ସପକ୍ଷରେ ବାହାରି ମୁନାଙ୍କ ଜୟଗାନ କରୁଥିବା ଦେଖିବାକୁ ମିଳିଥିଲା। କେସିଙ୍ଗା ବ୍ଲକ ଅଧ୍ୟକ୍ଷ ମୁନାଙ୍କୁ ବିରୋଧ କରିଥିବା ବେଳେ ସେହି ବ୍ଲକର କନ୍ତେଶ୍ରୀ ଗ୍ରାମବାସୀ ମୁନାଙ୍କ ସପକ୍ଷରେ ନାରା ଦେବା ବ୍ଲକ ଅଧ୍ୟକ୍ଷଙ୍କ ଗାଲରେ ଚାପୁଡ଼ା ମାରିବା ସଦୃଶ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ତେବେ ଆଗକୁ ଏହି ଘଟଣା କେତେ ଦୂର ଗତି କରିବ, ମୁନା ଜାମିନ ପାଇବେ ନା ପୋଲିସ ଗିରଫ କରିବ, ତାହା ଦେଖିବାକୁ ବାକି ରହିଲା। କନ୍ତେଶ୍ଵର ବାସିନ୍ଦା ଆଉ ଯେନ୍ଟା ଏବେ ଆମ ମୁନା ମହାନ୍ତି ଭାଇକେ କି ଆମ ମନୋରମ ମହାନ୍ତି ତାଙ୍କ ଯେନ୍ ହଜବେଣ୍ଡ କେ ଯେନ୍ ପ୍ରକାର ବିଜେପି ସରକାର ଯେନ୍ ରାଜନୀତି କରି ଯେନ୍ ଆମର ଏରିଆ ଲାଗି ଯେନ୍ ଏଇଟା କରୁଛନ୍ କିନ୍ତୁ ଭଲ କାମ ନାହିଁ। ସେ ମୁନା ମହାନ୍ତି କି ମନୋରମା ଯେତେବେଳେ ଏନି ମୁଭମେଣ୍ଟ ଫୋନ ଯଦି କଲେ ସେ ନିଶ୍ଚୟ ସେ ଆମକୁ ରିପ୍ଲାଏ ଦଉଛନ୍। ସମୟ ପଡ଼ିଲେ ସେ ପଳେଇ ଆସିକରି ଆମର ଗାଁରେ ହଉ କି ଆମର ଏରିଆରେ ସମସ୍ତଙ୍କର ଦୁଃଖ ସୁଖରେ ସେ ଜଡ଼ିତ ଅଛନ୍। ଯେହେତୁ ସେ ବହୁତ ଯେତିକି ଏମଏଲଏ ବି ଥିଲେ କି ମୋର ଜାନବାରଟା ଆଜି ପର୍ଯ୍ୟନ୍ତ ଯେତେବେଳେ ଆମେ ଫୋନ କରମୁ ସେ ରିସିଭ କରୁଛନ୍ କି ଦୁଃଖ ସୁଖରେ ଜଡ଼ିତ ହଉଛେ। କନ୍ତେଶ୍ଵର ପଞ୍ଚାୟତ ବାସିନ୍ଦା ଆଉ ମନୋରମା ମହାନ୍ତି ତାଙ୍କର ସ୍ୱାମୀ ମୁନା ମହାନ୍ତିଙ୍କୁ ଯେନ୍ ପ୍ରକାର ମାନେ ଆମର ବିଜେପି ସରକାର ଅନ୍ୟାୟ ଅତ୍ୟାଚାରରେ ଜଡ଼ିତ କରି ଯେନ୍ ପ୍ରକାର ଅପମାନ ନିନ୍ଦା ଦଉଛନ୍, ଏଟା ବେକାର କଥା ଅଛେ। ସେ ଆମର ଏକ ନମ୍ବର ନେତା ଅଛନ୍। ଯେତେବେଳେ ଆମେ ଡାକମୁ ଦୁଃଖେ ସୁଖେ ଫୋନ କଲେ ବି ସେ ଆସୁଛନ୍, ପ୍ରତ୍ୟେକ କାମରେ ହାଜର ହଉଛନ୍। परशुराम माझी कंतेश्वरी बासिंदा से मैंने केस करिछन किंतु प्रकृति रे सेटा फॉल्स अछि। आरु से सब बेले भल काम करसन, जेते बेले फोन फान करले भी फोन उठासन। आरु रास्ता घाट कंतेश्वरी रो आमर जेते भी अच्छे से माने देछन।